बंधु माने 28 अगस्ट 2026 राखी पूर्णिमा दिन एक विरल चंद्र ग्रहण हेबाकु जाउछि। 2026 मसीह रक्षाबंधन उत्सव शुक्रवार 28 अगस्ट रे पालन करा जिवो एवं एही दिन आकाश रे एक आंशिक चंद्र ग्रहण मध्य घटिबो। एही कारणरु एही वर्षर रक्षाबंधन को साधारण अपेक्षा स्वतंत्र एवं विशेष भाବରେ माना जाए। सबुठारु गुरुत्वपूर्ण कथा हेउछि एही चंद्र ग्रहण सह जड़ित सूतक काल विशेष भाବରେ तीव्र हेबार आशा करा जाउछि। ଏହା ଏକ ବିରଳ ଘଟଣା। ଦୀର୍ଘ 144 ବର୍ଷ ପରେ ଘଟୁଥିବା ରକ୍ଷାବନ୍ଧନ ଏବଂ ଚନ୍ଦ୍ରଗ୍ରହଣ ଭାଦ୍ରବ ମାସର ଗୋଟିଏ ଦିନରେ ସମାନ ହେଉଛି। ଗ୍ରହଣ ଏବଂ ପର୍ବର ଏହି ସମନ୍ୱୟକୁ ଦୃଷ୍ଟିରେ ରଖି ଅନେକ ଲୋକ ବିଶ୍ୱାସ କରନ୍ତି ଯେ ଏହି ଦିନ ରୀତିନୀତି ମନ୍ତ୍ର ଜପ ଏବଂ ଶୁଭ କାର୍ଯ୍ୟ ବିଷୟରେ ବିଶେଷ ସତର୍କତା ଅବଲମ୍ବନ କରିବା ବୁଦ୍ଧିମାନର କାର୍ଯ୍ୟ। ଭାଇମାନଙ୍କ ହାତରେ ରାକ୍ଷୀ ବାନ୍ଧିବାକୁ ଚାହୁଁଥିବା ଭଉଣୀମାନଙ୍କ ପାଇଁ ଏହା ବିଶେଷ ଗୁରୁତ୍ୱପୂର୍ଣ୍ଣ। ତରବରିଆ ହେବା ପରିବର୍ତ୍ତେ ସେମାନେ ଏହି ଉତ୍ସବର ଶୁଭ ସମୟ ଜାଣିବା ପାଇଁ ସେମାନଙ୍କୁ ପଞ୍ଚାଙ୍ଗର ପରାମର୍ଶ ନେବା ଉଚିତ। ଭିଡିଓଟିକୁ ଆପଣ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, କାରଣ ଆମେ ରକ୍ଷାବନ୍ଧନର ସଠିକ ତାରିଖ ଏବଂ ସମୟ, ରାକ୍ଷୀ ବାନ୍ଧିବା ପାଇଁ ଶୁଭ ସମୟ, ଭଦ୍ରା କାଳର ଛାୟାର ଅବଧି ଏବଂ ସୂତକ କାଳର ସଠିକ ସମୟ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିବୁ। ସୂତକ କାଳ ସମୟରେ ରାକ୍ଷୀ ବାନ୍ଧିବା ସମ୍ପୂର୍ଣ୍ଣ ଭାବରେ ଏଡ଼ାଇବା ଉଚିତ, କାରଣ ଏପରି କରିବା ଦ୍ୱାରା ଭାଇର ଜୀବନ ପ୍ରତି ଏକ ଗୁରୁତର ବିପଦ ସୃଷ୍ଟି ହୋଇପାରେ। ଭଉଣୀମାନେ ପରେ ଗଭୀର ଅନୁତାପ ଏଡ଼ାଇବା ପାଇଁ ଆଜି ଏହା ଉପରେ ଧ୍ୟାନ ଦିଅନ୍ତୁ। ସନାତନ ଧର୍ମ, ଭାରତୀୟ ସମୟ ରକ୍ଷା, ବୈଦିକ ପଞ୍ଚାଙ୍ଗ ଏବଂ ଆଧୁନିକ ଜ୍ୟୋତିର୍ବିଜ୍ଞାନର ଇତିହାସର ଦୀର୍ଘକାଳୀନ ପରମ୍ପରା ମଧ୍ୟରେ 28 ଅଗଷ୍ଟ 2026 ଶୁକ୍ରବାର ଏକ ଅସାଧାରଣ, ବିରଳ, ଗୁରୁତ୍ୱପୂର୍ଣ୍ଣ ଏବଂ ଆକର୍ଷଣୀୟ ଦିନ ହେବାକୁ ଯାଉଛି। ଏହି ଅନନ୍ୟ ତିଥିଟି ଶ୍ରାବଣ ମାସର ଶୁକ୍ଳ ପକ୍ଷର ପୂର୍ଣ୍ଣିମାର ଆଗମନକୁ ସୂଚିତ କରେ। ଏହି ଦିନ ଭାଇ ଭଉଣୀଙ୍କ ମଧ୍ୟରେ ସ୍ନେହ, ପ୍ରେମ, ତ୍ୟାଗ, ସମର୍ପଣ ଏବଂ ପାରସ୍ପରିକ ସୁରକ୍ଷା ପ୍ରତିଜ୍ଞାର ପବିତ୍ର ବନ୍ଧନକୁ ପାଳନ କରୁଥିବା ମହାନ ପର୍ବ ସାରା ଭାରତରେ ମହା ଆନନ୍ଦରେ ଏବଂ ପାରମ୍ପରିକ ରୀତିନୀତି ଅନୁଯାୟୀ ପାଳନ କରାଯାଏ। ଅନ୍ୟପକ୍ଷରେ 2026ର ଶେଷ ଏବଂ ଅସାଧାରଣ ଶକ୍ତିଶାଳୀ ଚନ୍ଦ୍ରଗ୍ରହଣ, ଯାହାକୁ ଜ୍ୟୋତିଷ ଶାସ୍ତ୍ରରେ ଖଗ୍ରାସ ଏବଂ ରକ୍ତଚନ୍ଦ୍ର ଭାବରେ ଜଣାଯାଏ, ଏହି ତାରିଖରେ ହେବାକୁ ଯାଉଛି। ସମକାଳୀନ ଭାବରେ ଭଦ୍ରା କାଳର ସମୟ ଏବଂ ପଞ୍ଚକ ସମୟର ପ୍ରଭାବ, ଯାହା ଉଭୟ ବୈଦିକ ଜ୍ୟୋତିଷରେ ବିଶେଷ ଗୁରୁତ୍ୱ ରଖେ, ଏହି ସମୟ ସୀମା ମଧ୍ୟରେ ସକ୍ରିୟ ରହିବ। ଯେତେବେଳେ ରକ୍ଷାବନ୍ଧନ ଭଳି ଏକ ପ୍ରମୁଖ ଧାର୍ମିକ ଉତ୍ସବ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଭଳି ଏକ ବିରଳ ଜ୍ୟୋତିର୍ବିଜ୍ଞାନ ଘଟଣା ସହିତ ସମନ୍ୱିତ ହୁଏ, ସେତେବେଳେ ଦେଶ ଏବଂ ବିଶ୍ୱର ଲକ୍ଷ ଲକ୍ଷ ମା ଭଉଣୀ ଏବଂ ଜ୍ୟୋତିର୍ବିଜ୍ଞାନ ପ୍ରେମୀଙ୍କ ମନରେ ବିଭିନ୍ନ ସନ୍ଦେହ, ଦ୍ୱନ୍ଦ୍ୱ, କୌତୂହଳ ଏବଂ ଆଶଙ୍କା ରହିବା ସ୍ୱାଭାବିକ। ବନ୍ଧୁମାନେ ବାରମ୍ବାର ପଚାରୁଛନ୍ତି, ଏହି ରକ୍ଷାବନ୍ଧନରେ ଚନ୍ଦ୍ରଗ୍ରହଣର ସୂତକ ସମୟର ଛାୟା ରହିବ କି? ଭଉଣୀମାନେ ସେମାନଙ୍କ ଭାଇର ହାତରେ ରକ୍ଷାସୂତ୍ର ବାନ୍ଧିବା ପୂର୍ବରୁ ସୂତକ କିମ୍ବା ଭଦ୍ରା ସମୟ ବିଷୟରେ ବିଚାର କରିବା ଉଚିତ। ପଞ୍ଚକର ଉପସ୍ଥିତି ରକ୍ଷାବନ୍ଧନର ଶୁଭ ରୀତିରେ ବାଧା ସୃଷ୍ଟି କରିବ କି? ଏବଂ ଏହି ଦିନ ପବିତ୍ର ସୂତ୍ର ବାନ୍ଧିବା ଦ୍ୱାରା କୌଣସି ଆଧ୍ୟାତ୍ମିକ ଦୋଷ କିମ୍ବା ଖରାପ ପ୍ରଭାବ ପଡ଼ିବ କି? ଏହା ବ୍ୟତୀତ ଗର୍ଭବତୀ ମହିଳାମାନଙ୍କର ସ୍ୱାସ୍ଥ୍ୟ ଏବଂ ସୁରକ୍ଷା ସମ୍ପର୍କରେ ସାମାଜିକ ସ୍ତରରେ ଯଥେଷ୍ଟ ଚିନ୍ତା ରହିଛି। ବିଶେଷ କରି ଗ୍ରହଣ ସମୟରେ କେଉଁ ନିୟମ, ଖାଦ୍ୟପେୟ ସତର୍କତା ଏବଂ ଧାର୍ମିକ ରୀତିନୀତି ପାଳନ କରିବା ଉଚିତ, ଯାହାଦ୍ୱାରା ଗର୍ଭସ୍ଥ ଶିଶୁ ଉପରେ କୌଣସି ନକାରାତ୍ମକ ପ୍ରଭାବ ନ ପଡ଼େ। ଶାସ୍ତ୍ର, ପଞ୍ଜିକା ଗଣନା ଏବଂ ଜ୍ୟୋତିର୍ବିଜ୍ଞାନ ତଥ୍ୟ ଆଧାରିତ ଏହି ଜଟିଳ ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନଗୁଡ଼ିକର ସଠିକ ଉତ୍ତର ପ୍ରଦାନ କରିବା ଅତ୍ୟନ୍ତ ଜରୁରୀ, ଯାହାଦ୍ୱାରା ଜନସାଧାରଣ ଭୟ, ଦ୍ୱନ୍ଦ୍ୱ କିମ୍ବା ସନ୍ଦେହରୁ ମୁକ୍ତ ହୋଇ ସମ୍ପୂର୍ଣ୍ଣ ଭକ୍ତି ଏବଂ ଆନନ୍ଦର ସହିତ ଏହି ପର୍ବ ପାଳନ କରିପାରିବେ। ଜ୍ୟୋତିର୍ବିଜ୍ଞାନ ଏବଂ ଜ୍ୟୋତିଷ ଗଣିତର ଅକାଟ୍ୟ ନୀତି ଅନୁଯାୟୀ ଅଗଷ୍ଟ 28, 2026ରେ ଅନୁଷ୍ଠିତ ଚନ୍ଦ୍ରଗ୍ରହଣ କୌଣସି ସାଧାରଣ ଜ୍ୟୋତିର୍ବିଜ୍ଞାନ ଘଟଣା ନୁହେଁ, ବରଂ ଏହା ମହାକାଶ ବିଜ୍ଞାନର ଏକ ପ୍ରକୃତ, ଅସାଧାରଣ ଏବଂ ଚମତ୍କାର ଘଟଣା। ଚନ୍ଦ୍ରଗ୍ରହଣ ସେତେବେଳେ ଘଟେ ଯେତେବେଳେ ସୂର୍ଯ୍ୟ, ପୃଥିବୀ ଏବଂ ଚନ୍ଦ୍ର ମହାକାଶରେ ଏକ ସରଳ ରେଖାରେ ସମାନ ହୋଇଯାଆନ୍ତି। ପୃଥିବୀ ମଝିରେ ଅବସ୍ଥିତ ହୋଇ ସୂର୍ଯ୍ୟ କିରଣ ଚନ୍ଦ୍ରରେ ପହଞ୍ଚିବାକୁ ବାଧା ଦିଏ।
ଏହି ପ୍ରକ୍ରିୟା ସମୟରେ ପୃଥିବୀର ବିଶାଳ ଏବଂ ଘନ ଛାୟା ଚନ୍ଦ୍ର ପୃଷ୍ଠରେ ପଡ଼ିଥାଏ। 28 ଅଗଷ୍ଟ 2026ରେ ହେବାକୁ ଥିବା ଗ୍ରହଣ ବିଶେଷ ଭାବରେ ଗୁରୁତ୍ୱପୂର୍ଣ୍ଣ କାରଣ ଏହା ଏକ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ, ଏକ ଘଟଣା ଯେଉଁଠାରେ ପୃଥିବୀ ଚନ୍ଦ୍ରର ସମ୍ପୂର୍ଣ୍ଣ ମୁଖକୁ ସମ୍ପୂର୍ଣ୍ଣ ଭାବରେ ଅସ୍ପଷ୍ଟ କରିଦିଏ। ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ସମୟରେ ଚନ୍ଦ୍ର ସମ୍ପୂର୍ଣ୍ଣ ଭାବରେ ଅଦୃଶ୍ୟ କିମ୍ବା କଳା ହୁଏ ନାହିଁ, ବରଂ ପୃଥିବୀର ଘନ ବାୟୁମଣ୍ଡଳ ଦ୍ୱାରା ବିଚ୍ଛିନ୍ନ ହୋଇଥିବା ଲାଲ ସୂର୍ଯ୍ୟ କିରଣ ଚନ୍ଦ୍ର ପୃଷ୍ଠରେ ପଡ଼େ। ଏହା ଚନ୍ଦ୍ରକୁ ଏକ ତମ୍ବା ଲାଲ, ଗାଢ଼ କମଳା କିମ୍ବା ଉଜ୍ଜ୍ୱଳ ଲାଲ ଦେଖାଯାଏ। ଜ୍ୟୋତିର୍ବିଜ୍ଞାନରେ ଏହି ଉଲ୍ଲେଖନୀୟ ଆକାଶୀୟ ଦୃଶ୍ୟକୁ ବ୍ଲଡ ମୁନ୍ ଭାବରେ ଜଣାଯାଏ। ଭାରତୀୟ ମାନକ ସମୟ ଉପରେ ଆଧାରିତ ସଠିକ ଗଣନା ଅନୁସାରେ ଏହି ଗ୍ରହଣର ମୋଟ ଅବଧି 5 ଘଣ୍ଟା 39 ମିନିଟ୍ ହେବ। ଗ୍ରହଣ ସକାଳ 6:54ରେ ପ୍ରବେଶ କରିବ। ଆଂଶିକ ପର୍ଯ୍ୟାୟ ସକାଳ 8:04ରେ ଆରମ୍ଭ ହେବ। ଗ୍ରହଣର ଶିଖର ସମ୍ପୂର୍ଣ୍ଣତା ପର୍ଯ୍ୟାୟ ସକାଳ 9:43ରେ ଘଟିବ। ଆଂଶିକ ପର୍ଯ୍ୟାୟ ସକାଳ 11:22ରେ ଶେଷ ହେବ ଏବଂ ଶେଷ ପ୍ରସ୍ଥାନ ଦିନ 12:32ରେ ହେବ। ଜ୍ୟୋତିର୍ବିଜ୍ଞାନ ଦୃଷ୍ଟିକୋଣରୁ ଏହି ଘଟଣା ମହାକାଶ ଉତ୍ସାହୀ ଏବଂ ଜ୍ୟୋତିର୍ବିଜ୍ଞାନୀମାନଙ୍କ ପାଇଁ ଗବେଷଣା ପାଇଁ ଏକ ସୁବର୍ଣ୍ଣ ସୁଯୋଗ ପ୍ରଦାନ କରେ। ଧାର୍ମିକ ଏବଂ ଶାସ୍ତ୍ରୀୟ ଦୃଷ୍ଟିକୋଣରୁ ଏହି ଚନ୍ଦ୍ରଗ୍ରହଣର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗଗୁଡ଼ିକ ବିଚାର କରିବା ଅତ୍ୟନ୍ତ ଜରୁରୀ। ଏହାର ଦୃଶ୍ୟମାନତା ଏବଂ ସୂତକ ସମୟର ପାଳନ। ଏହା ମହର୍ଷି ପରାଶର ଏବଂ ମହର୍ଷି ବରାହମିହିରଙ୍କ ଦ୍ୱାରା ଲିଖିତ ଶାସ୍ତ୍ର ଏବଂ ଧର୍ମ ସିନ୍ଧୁ ଏବଂ ନିର୍ଣ୍ଣୟ ସିନ୍ଧୁ ପରି ଗ୍ରନ୍ଥଗୁଡ଼ିକ ମଧ୍ୟରେ ଏକ ପ୍ରତିଷ୍ଠିତ ଏବଂ ସାର୍ବଜନୀନ ଭାବରେ ଗୃହୀତ ନୀତି ଯେ ଗ୍ରହଣର ଧାର୍ମିକ ପ୍ରଭାବ କେବଳ ସେହି ଭୌଗୋଳିକ ଅଞ୍ଚଳଗୁଡ଼ିକରେ ପ୍ରଯୁଜ୍ୟ ଯେଉଁଠାରେ ଗ୍ରହଣ ସିଧାସଳଖ ଖୋଲା ଆଖିରେ ଦୃଶ୍ୟମାନ ହୁଏ। ଯଦି ଏକ ଗ୍ରହଣ ମହାକାଶରେ ହୁଏ କିନ୍ତୁ ଏକ ନିର୍ଦ୍ଦିଷ୍ଟ ଦେଶ କିମ୍ବା ମହାଦେଶରେ ଅଦୃଶ୍ୟ ରହେ କାରଣ ଏହା ଦିନ ହୋଇଥାଏ କିମ୍ବା ଚନ୍ଦ୍ର ଦିଗ୍ବଳୟ ତଳେ ରହିଥାଏ, ତେବେ ସେହି ସ୍ଥାନରେ ଗ୍ରହଣର କୌଣସି ଧାର୍ମିକ ଗୁରୁତ୍ୱ ନାହିଁ। ତ ଭାରତୀୟ ମାନକ ସମୟ ଅନୁସାରେ ଏହି ଗ୍ରହଣ ଅଗଷ୍ଟ 28, 2026ରେ ସକାଳ 6:54ରୁ ଅପରାହ୍ନ 12:32 ମଧ୍ୟରେ ହେବ। ଏହି ସମୟ ମଧ୍ୟରେ ଏହା ସାରା ଭାରତରେ ସ୍ପଷ୍ଟ ଦିବାଲୋକ ହେବ। ସୂର୍ଯ୍ୟ ଉଜ୍ଜ୍ୱଳ ଭାବରେ ଚମକିବ, ଯାହା ଫଳରେ ଚନ୍ଦ୍ର ଦିଗ୍ବଳୟ ତଳେ ରହିବ ଏବଂ ଏହି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଭାରତରୁ ତଥା ଓଡ଼ିଶାରୁ ସମ୍ପୂର୍ଣ୍ଣ ଅଦୃଶ୍ୟ ହେବ। ଭାରତ ବ୍ୟତୀତ ଏହି ଚନ୍ଦ୍ରଗ୍ରହଣ ପଡ଼ୋଶୀ ଦେଶ ଯେପରିକି ନେପାଳ, ଶ୍ରୀଲଙ୍କା, ବାଂଲାଦେଶ, ପାକିସ୍ତାନ, ଚୀନ ଏବଂ ଜାପାନରେ ଦୃଶ୍ୟମାନ ହେବ ନାହିଁ କିମ୍ବା ସମଗ୍ର ଏସିଆ ମହାଦେଶ କିମ୍ବା ଅଷ୍ଟ୍ରେଲିଆର ଅଧିକାଂଶ ଅଂଶରେ ଦୃଶ୍ୟମାନ ହେବ ନାହିଁ। ଶାସ୍ତ୍ରଗୁଡ଼ିକ ଏକ ସ୍ପଷ୍ଟ ଏବଂ ନିର୍ବିବାଦୀୟ ନିର୍ଦ୍ଦେଶ ପ୍ରଦାନ କରନ୍ତି। ଯଦି ଗ୍ରହଣ ଦୃଶ୍ୟମାନ ହୋଇନାହିଁ ତେବେ ସମ୍ପୃକ୍ତ ସୂତକ ସମୟକୁ ଅକାମୀ ବୋଲି ବିବେଚନା କରାଯାଏ। ତେଣୁ ସୂତକ ସମୟ ଯାହା ସାଧାରଣତଃ ଗ୍ରହଣର 9 ଘଣ୍ଟା ପୂର୍ବରୁ ଆରମ୍ଭ ହୁଏ 28 ଅଗଷ୍ଟ 2026ରେ ଭାରତରେ ତଥା ଓଡ଼ିଶାରେ ପ୍ରଯୁଜ୍ୟ ହେବ ନାହିଁ। ଭାରତର ସମସ୍ତ ମନ୍ଦିର ଖୋଲା ରହିବ। ଦୈନନ୍ଦିନ ପୂଜା, ଦେବାଦେବୀ ଦର୍ଶନ, ଧାର୍ମିକ ରୀତିନୀତି ଏବଂ ରକ୍ଷାବନ୍ଧନ ପର୍ବ ପୂର୍ଣ୍ଣ ଭକ୍ତି ସହିତ ଏବଂ କୌଣସି ବାଧା, ଭୟ, ସନ୍ଦେହ ବିନା ପାଳନ କରାଯିବ। ଏବେ ଆସନ୍ତୁ ରକ୍ଷାବନ୍ଧନ ବିଷୟରେ ଆଲୋଚନା କରିବା। ରକ୍ଷାବନ୍ଧନ ଉତ୍ସବର ପୌରାଣିକ ମହତ୍ତ୍ୱ ଏବଂ ସନାତନ ସାଂସ୍କୃତିକ ଚେତନାରେ ଏହାକୁ ସ୍ଥାନକୁ ଦେଖିବା, ତେବେ ଏହା କେବଳ ଏକ କପା କିମ୍ବା ରେଶମ ସୂତା ବାନ୍ଧିବାର ଏକ ପ୍ରଥା ନୁହେଁ, ବରଂ ଏହା ସନାତନ ସଂସ୍କୃତିର ମହାନ ଆତ୍ମାର ପ୍ରତୀକ, ସୁରକ୍ଷା ପ୍ରତିଜ୍ଞା, ଗଭୀର ଭାବପ୍ରବଣ ସମ୍ପର୍କ ଏବଂ କର୍ତ୍ତବ୍ୟବୋଧର ଏକ ସଙ୍ଗମ। ତେଣୁ ଅଗଷ୍ଟ 28, 2026ରେ ପଞ୍ଚକ ଉପସ୍ଥିତି ସତ୍ତ୍ୱେ ରକ୍ଷାବନ୍ଧନ ପର୍ବ ସମ୍ପୂର୍ଣ୍ଣ ଶୁଭ, ପବିତ୍ର ଏବଂ ଲାଭଦାୟକ ରହିବ। ଏହି ଦିନ ରକ୍ଷାବନ୍ଧନ ପାଳନ କରିବା ପାଇଁ ସବୁଠାରୁ ଶୁଭ ଏବଂ ଶାସ୍ତ୍ର ଅନୁଯାୟୀ ଅନୁମୋଦିତ ସମୟ ବିଷୟରେ ସୂର୍ଯ୍ୟୋଦୟ ପରବର୍ତ୍ତୀ ସମୟକୁ ସର୍ବୋତ୍ତମ ବୋଲି ବିବେଚନା କରାଯାଏ। ପୂର୍ଣ୍ଣିମାର ଉଦୟ ତିଥିର ସଂଯୋଜନ ଏବଂ ଭଦ୍ରାର ଅନୁପସ୍ଥିତି ଯୋଗୁଁ ଅଗଷ୍ଟ 28 ତାରିଖ ସକାଳ 7:33ରୁ 9:48 ମଧ୍ୟରେ ସମୟ ବହୁତ ଅନୁକୂଳ ରହୁଛି। ଏହା ରାକ୍ଷୀ ବାନ୍ଧିବା ପାଇଁ ଅମୃତ ମୁହୂର୍ତ୍ତ ଭାବରେ କାର୍ଯ୍ୟ କରେ। କିନ୍ତୁ ପ୍ରଥମେ ଆସନ୍ତୁ ଜାଣିବା ଯେ ଏହି ଘଟଣା ପରେ କେଉଁ ଭାଗ୍ୟବାନ ରାଶିମାନଙ୍କର ଜୀବନ ପରିବର୍ତ୍ତନ ହେବାକୁ ଯାଉଛି। ଏହି ନିର୍ଦ୍ଦିଷ୍ଟ ରାଶିଗୁଡ଼ିକର ଭାଗ୍ୟ ଉଜ୍ଜ୍ୱଳ ହେବାକୁ ଯାଉଛି। ଭଗବାନ ଶିବ 12ଟି ରାଶି ମଧ୍ୟରୁ କିଛି ରାଶି ଉପରେ ଅତ୍ୟନ୍ତ ପ୍ରସନ୍ନ ହେବେ।
ଏହାର ଅର୍ଥ ହେଉଛି ଏହି ବ୍ୟକ୍ତିମାନଙ୍କ ଜୀବନରେ ସମସ୍ତ ଦୁଃଖ ଯନ୍ତ୍ରଣା ଏବଂ କଷ୍ଟ ଉଭାନ ହୋଇଯିବ, ଯାହା ଭଗବାନ ଶିବଙ୍କର ଆଶୀର୍ବାଦ ଦ୍ୱାରା ପ୍ରଦତ୍ତ ଅପାର ସୁଖ ଏବଂ ଆନନ୍ଦ ପାଇଁ ବାଟ ଖୋଲିବ। ଏକ ପରିବର୍ତ୍ତନ ଯାହା ସେମାନଙ୍କ ଜୀବନକୁ ସବୁଦିନ ପାଇଁ ପରିବର୍ତ୍ତନ କରିବ। ତ ବନ୍ଧୁମାନେ, ଏହି ଭାଗ୍ୟବାନ ରାଶି ଗୁଡ଼ିକ କେଉଁମାନେ ଖୁବ୍ ଶୀଘ୍ର ଭଗବାନ ଶିବଙ୍କ ଠାରୁ ଶୁଭ ଖବର ପାଇବାକୁ ଯାଉଛନ୍ତି, ସେମାନଙ୍କର ଜୀବନ ପରିବର୍ତ୍ତନ ହେବାକୁ ଯାଉଛି। ବନ୍ଧୁମାନେ, ଏହା କୌଣସି ସାଧାରଣ ଚନ୍ଦ୍ରଗ୍ରହଣ ନୁହେଁ। ଏହା ନିର୍ଦ୍ଦିଷ୍ଟ ରାଶି ଗୁଡ଼ିକର ଭାଗ୍ୟରେ ଏକ ବଡ଼ ପରିବର୍ତ୍ତନ ଆଣିବାକୁ ସ୍ଥିର ହୋଇଛି। ଭଗବାନ ଶିବଙ୍କ କୃପା ଦ୍ୱାରା କିଛି ରାଶିର ବ୍ୟକ୍ତିବିଶେଷ ମାନଙ୍କ ପାଇଁ ଧନୀ ହେବା ପାଇଁ ପରିସ୍ଥିତି ବର୍ତ୍ତମାନ ଅନୁକୂଳ ହେଉଛି। ଏହି ଚନ୍ଦ୍ରଗ୍ରହଣ ପରେ ଏହି ରାଶିର ବ୍ୟକ୍ତିମାନେ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବାର ସଂକେତ ଦେଖିପାରନ୍ତି। ଭଗବାନ ଶିବ ସେମାନଙ୍କ ଉପରେ ତାଙ୍କର ପ୍ରଚୁର କୃପା ବର୍ଷା କରିବେ। ପ୍ରକୃତରେ ଏହି ଚନ୍ଦ୍ରଗ୍ରହଣର ପ୍ରଭାବ ଏହି ରାଶିମାନଙ୍କ ପାଇଁ ଅପାର ଆନନ୍ଦର ସମୟର ସୂଚନା ଦିଏ। ସେମାନେ ଭଗବାନ ଭୋଳାନାଥଙ୍କର ବିଶେଷ ଆଶୀର୍ବାଦ ପାଇବେ, ଯାହା ସେମାନଙ୍କ ଜୀବନରୁ ସମସ୍ତ ଦୁଃଖ ଯନ୍ତ୍ରଣା ଏବଂ କଷ୍ଟ ଦୂର କରିବାରେ ସାହାଯ୍ୟ କରିବ। ତାଙ୍କ ଆଶୀର୍ବାଦ ସହିତ ସେମାନେ ଆର୍ଥିକ ସମୃଦ୍ଧି ଏବଂ ଗୁରୁତ୍ୱପୂର୍ଣ୍ଣ ସଫଳତା ସମେତ ବିଭିନ୍ନ ଲାଭ ପାଇବାକୁ ଯାଉଛନ୍ତି। ସେମାନଙ୍କ ଜୀବନକୁ ପରିବର୍ତ୍ତନ କରିବା। ସେମାନଙ୍କ ଜୀବନରେ ଆର୍ଥିକ ଲାଭ ପାଇଁ ଅନେକ ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯେଉଁମାନେ ଦୀର୍ଘ ଦିନ ଧରି ଅଟକି ରହିଥିବା ପେମେଣ୍ଟ ପାଇପାରନ୍ତି, ସେମାନଙ୍କୁ ଆଶ୍ୱସ୍ତି ମିଳିପାରେ। ଯେତେବେଳେ କି ଚାକିରି କରୁଥିବା ବ୍ୟକ୍ତିମାନେ କ୍ୟାରିୟରରେ ଉନ୍ନତି ପାଇଁ ସୁଯୋଗ ଦେଖିପାରନ୍ତି। ବ୍ୟବସାୟୀମାନେ ଲାଭଜନକ ସମ୍ଭାବନା ଦେଖିପାରନ୍ତି। ତ ଏହି 6ଟି ରାଶିର ବ୍ୟକ୍ତିବିଶେଷ ମାନଙ୍କ ପାଇଁ ଏହା ଏକ ଉପଯୁକ୍ତ ସମୟ। ସେମାନେ ସେମାନଙ୍କର କଠିନ ପରିଶ୍ରମକୁ ସଠିକ ଦିଗରେ ନିୟୋଜିତ କରିପାରିବେ। ଭଗବାନ ଶିବଙ୍କର କୃପା ଦୀର୍ଘ ସମୟ ଧରି ପଡ଼ି ରହିଥିବା କାର୍ଯ୍ୟଗୁଡ଼ିକୁ ତ୍ୱରାନ୍ୱିତ କରିପାରେ। ଆୟର ଉତ୍ସ ବୃଦ୍ଧି ପାଇବ ଏବଂ ଆର୍ଥିକ ସମସ୍ୟା ଧୀରେ ଧୀରେ ଦୂର ହୋଇଯିବ। ପରିବାର ସଦସ୍ୟଙ୍କ ସମର୍ଥନ ମିଳିବ, ଯାହା ଘରେ ଏକ ଆନନ୍ଦମୟ ପରିବେଶ ସୃଷ୍ଟି କରିବ। ଚନ୍ଦ୍ରଗ୍ରହଣ ପରେ ଏହି 6ଟି ରାଶି ଧନ ସଂଗ୍ରହ ପାଇଁ ଅନେକ ସୁଯୋଗର ସମ୍ମୁଖୀନ ହେବେ। ନୂତନ ଉଦ୍ୟମ ଆରମ୍ଭ କରିବାକୁ ଯୋଜନା କରୁଥିବା ଲୋକଙ୍କ ପାଇଁ ସଫଳତାର ସମ୍ଭାବନା ଅଛି। ନୂତନ ଯାନ କିମ୍ବା ଘର କିଣିବା ଯୋଜନା ଆଗକୁ ବଢ଼ିପାରେ ଏବଂ ପରିବାର ମଧ୍ୟରେ ଏକ ଶୁଭ ଘଟଣା ଘଟିପାରେ। ଏହା କହିବା ନିରାପଦ ଯେ ଭଗବାନ ଶିବଙ୍କର କୃପା ସହିତ ଆଗାମୀ ସମୟ ଏହି 6ଟି ରାଶି ପାଇଁ ଉତ୍କୃଷ୍ଟ ପ୍ରମାଣିତ ହେବ। ସେମାନଙ୍କ ଜୀବନରେ ପ୍ରଚୁର ଖୁସି ଆସିବ। ଆପଣଙ୍କର ଆର୍ଥିକ ସ୍ଥିତି ମଜବୁତ ହେବ ଏବଂ ଆପଣ ଜୀବନରେ ବିଭିନ୍ନ ଲାଭ, ଆର୍ଥିକ ଲାଭ ଏବଂ ଗୁରୁତ୍ୱପୂର୍ଣ୍ଣ ସଫଳତା ପାଇପାରିବେ। ତ ପ୍ରଥମ ଭାଗ୍ୟବାନ ରାଶି ହେଉଛି ମେଷ ରାଶି। ଏହି ଚନ୍ଦ୍ରଗ୍ରହଣ ପରେ ମେଷ ରାଶିର ବ୍ୟକ୍ତିବିଶେଷ ମାନଙ୍କୁ ଧନ, ସୁଖ, ସମୃଦ୍ଧି ଏବଂ ଐଶ୍ୱର୍ଯ୍ୟ ପ୍ରାପ୍ତି ହେବ। ଆପଣଙ୍କର ବ୍ୟବସାୟ ବହୁତ ଦିନ ଧରି କ୍ଷତିରେ ଚାଲିଥିଲା, କିନ୍ତୁ ଏବେ ଆପଣ ଏଥିରୁ ଲାଭ ପାଇବାକୁ ଯାଉଛନ୍ତି। ବଜାରରେ ଫସି ରହିଥିବା ଟଙ୍କା ଫେରସ୍ତ ମିଳିବ ଏବଂ ବଜାରରେ କରାଯାଇଥିବା ନିବେଶ ଲାଭ ଦେବ। ଆପଣ ବହୁଦିନ ଧରି ବିଭିନ୍ନ ଦ୍ୱନ୍ଦ୍ୱ ଏବଂ ସମସ୍ୟାରେ ଫସି ରହିଥିଲେ, କିନ୍ତୁ ଏହି ଚନ୍ଦ୍ରଗ୍ରହଣ ପରେ ଆପଣଙ୍କ ଜୀବନରେ ଏକ ଚମତ୍କାର ଏବଂ ସକାରାତ୍ମକ ପରିବର୍ତ୍ତନ ଘଟିବାକୁ ଯାଉଛି। ଆପଣ ଆପଣଙ୍କ ଭାଗ୍ୟରେ ପରିବର୍ତ୍ତନ ଦେଖିବେ ଏବଂ ଭାଗ୍ୟ ଆପଣଙ୍କ ପ୍ରତି ଅନୁଗ୍ରହ କରିବା ଆରମ୍ଭ କରିବ। 9 ଗ୍ରହ ଦ୍ୱାରା ହେଉଥିବା କଷ୍ଟ ମଧ୍ୟ ଶେଷ ହେବ। ସଂକ୍ଷେପରେ, ମେଷ ରାଶିର ବ୍ୟକ୍ତିମାନେ ଭଗବାନ ମହାଦେବଙ୍କର କୃପା ପାଇବେ, ଯାହା ସେମାନେ ବହୁତ ଦିନ ଧରି ଅପେକ୍ଷା କରି ଆସୁଛନ୍ତି। ତ ଯଦି ଆପଣ ମେଷ ରାଶିର ଅଟନ୍ତି, ତେବେ ଏହି ଚନ୍ଦ୍ରଗ୍ରହଣ ପରେ ଆପଣ ପ୍ରତ୍ୟେକ ସୋମବାର ଭଗବାନ ଶିବଙ୍କ ମନ୍ଦିର ପରିଦର୍ଶନ କରିବା ଉଚିତ ଏବଂ ଉତ୍ତର ଦିଗକୁ ମୁଖ କରି ଶିବଲିଙ୍ଗରେ ଜଳ ଅର୍ପଣ କରିବା ଉଚିତ। ଯଦି ପ୍ରତ୍ୟେକ ସୋମବାର ଦିନ ଆପଣ ଏଭଳି କରନ୍ତି, ତେବେ ଭାଗ୍ୟ ସାରା ବର୍ଷ ଆପଣଙ୍କ ପ୍ରତି ଅନୁଗ୍ରହ କରିବ। ଏବେ ଆସନ୍ତୁ ଜାଣିବା ଦ୍ୱିତୀୟ ଭାଗ୍ୟବାନ ରାଶି ବିଷୟରେ, ଯାହାଙ୍କର ଜୀବନ ସମ୍ପୂର୍ଣ୍ଣ ପରିବର୍ତ୍ତନ ହେବାକୁ ଯାଉଛି। ତ ତାହା ହେଉଛି କନ୍ୟା ରାଶି। ଯଦି ଆପଣ କନ୍ୟା ରାଶିର ଅଟନ୍ତି ଏବଂ କୌଣସି ଆଇନଗତ ବିବାଦରେ ଜଡ଼ିତ ଅଛନ୍ତି, ତେବେ ଏହି ଚନ୍ଦ୍ରଗ୍ରହଣ ପରେ ଆପଣ ସେଥିରେ ବିଜୟ ହାସଲ କରିବେ। ବିଦେଶ ଯାତ୍ରାର ମଧ୍ୟ ଦୃଢ଼ ସଂକେତ ଅଛି। ଯଦି ଆପଣ ବିଦେଶରେ ପାଠ ପଢ଼ିବାର ସ୍ୱପ୍ନ ଦେଖୁଛନ୍ତି, ତେବେ ସେହି ସ୍ୱପ୍ନ ସାକାର ହେବ। ଆପଣ ଶତ୍ରୁମାନଙ୍କ
ଉପରେ ବିଜୟ ଲାଭ କରିବେ। ଶତ୍ରୁମାନେ ଆପଣଙ୍କ ସମ୍ମୁଖରେ ମୁଣ୍ଡ ନୁଆଇବେ ଏବଂ ଆପଣଙ୍କର ଶତ୍ରୁମାନେ ଆପଣଙ୍କର ବନ୍ଧୁ ହୋଇଯିବେ। ଆପଣ ସମାଜରେ ମାନ ସମ୍ମାନ ପ୍ରାପ୍ତି କରିବେ। ବଜାରରେ ନିବେଶ କରୁଥିବା ମଧ୍ୟ ଲାଭ ପାଇବେ। ବହୁଦିନ ଧରି ଆପଣ ଦୁର୍ଭାଗ୍ୟ ଦ୍ୱାରା କଷ୍ଟ ପାଉଛନ୍ତି, କିନ୍ତୁ ଏହି ଚନ୍ଦ୍ରଗ୍ରହଣ ପରେ ସେହି ଦୁର୍ଭାଗ୍ୟ ସମ୍ପୂର୍ଣ୍ଣ ଭାବରେ ଲୋପ ପାଇବ। ଭଗବାନ ମହାଦେବଙ୍କ କୃପା ଦ୍ୱାରା ଆପଣଙ୍କର ଭାଗ୍ୟ ମଜବୁତ ହେବ ଏବଂ ନବଗ୍ରହ ଆପଣଙ୍କ ପ୍ରତି ଅନୁଗ୍ରହ କରିବା ଆରମ୍ଭ କରିବେ। ତ ଯଦି ଆପଣ କନ୍ୟା ରାଶିର ଅଟନ୍ତି, ତେବେ ଏହି ଗ୍ରହଣ ପରେ ପ୍ରତ୍ୟେକ ସୋମବାର ସକାଳେ ଓସ୍ତ ଗଛ ମୂଳରେ ଜଳ ଅର୍ପଣ କରନ୍ତୁ। ପ୍ରତ୍ୟେକ ସୋମବାର ଏହି ପ୍ରତିକାର କରିବା ଦ୍ୱାରା ଆପଣଙ୍କୁ ଭଗବାନ ମହାଦେବ ଏବଂ ଅନ୍ୟ ଦେବାଦେବୀଙ୍କର ଆଶୀର୍ବାଦ ମିଳିବ, ଯାହା ଆପଣଙ୍କୁ ଆଗାମୀ ବର୍ଷ ପାଇଁ ଏକ ସୁନ୍ଦର ବର୍ଷ ସୁନିଶ୍ଚିତ କରିବ। ଏବେ ଆସନ୍ତୁ ଜାଣିବା ତୃତୀୟ ଭାଗ୍ୟଶାଳୀ ରାଶି ବିଷୟରେ। ତ ତୃତୀୟ ଭାଗ୍ୟଶାଳୀ ରାଶି ହେଉଛି ତୁଳା ରାଶି। ବନ୍ଧୁମାନେ, ଏହି ଚନ୍ଦ୍ରଗ୍ରହଣ ପରେ ଆପଣଙ୍କୁ ବିଭିନ୍ନ ଶୁଭ ଖବର ମିଳିପାରେ। ଯଦି ଆପଣ ଚାକିରି ପାଇଁ ପ୍ରସ୍ତୁତ ହେଉଥିଲେ, ତେବେ ଆପଣ ଏକ ସୁରକ୍ଷିତ ଖବର ପାଇବେ ଏବଂ ଯଦି ଆପଣ ପୂର୍ବରୁ ଚାକିରି କରୁଛନ୍ତି, ତେବେ ଆପଣଙ୍କୁ ପଦୋନ୍ନତି ମିଳିବ। ବିଭିନ୍ନ କ୍ଷେତ୍ରରେ ହଠାତ୍ ସଫଳତା ମଧ୍ୟ ପାଇପାରନ୍ତି। କଷ୍ଟକର ପାରିବାରିକ ସମ୍ପର୍କ ଧୀରେ ଧୀରେ ସୁଧାର ହେବ ଏବଂ ଆପଣଙ୍କ ପରିବାର ମଧ୍ୟରେ ସମନ୍ୱୟ ଉନ୍ନତ ହେବ। ମୋଟାମୋଟି ଭାବରେ ତୁଳା ରାଶିରେ ଜନ୍ମିତ ବ୍ୟକ୍ତିବିଶେଷମାନଙ୍କ ପାଇଁ ଆଗାମୀ ସମୟ ବହୁତ ଅନୁକୂଳ ପ୍ରମାଣିତ ହେବ। ଏବେ ଆସନ୍ତୁ ଜାଣିବା ପରବର୍ତ୍ତୀ ଭାଗ୍ୟଶାଳୀ ରାଶି ବିଷୟରେ। ତ ପରବର୍ତ୍ତୀ ଭାଗ୍ୟଶାଳୀ ରାଶି ହେଉଛି ସିଂହ ରାଶି। ଆପଣ ଯଦି ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଆପଣ ଏକ ଚାକିରି ପାଇବେ। ଯଦି ଆପଣ ଜଣେ ବ୍ୟବସାୟୀ, ତେବେ ଆପଣଙ୍କର ବ୍ୟବସାୟ ଏବେ ଯଥେଷ୍ଟ ଲାଭ ପ୍ରଦାନ କରିବ। ଆପଣଙ୍କ ଜୀବନରେ ଆର୍ଥିକ ଲାଭ ପାଇଁ ଅନେକ ରାସ୍ତା ଖୋଲିବ, ଯାହାଫଳରେ ଆପଣଙ୍କର ସମ୍ପତ୍ତିରେ ବୃଦ୍ଧି ହେବ। ଆପଣଙ୍କ ପରିବାରରେ ଟଙ୍କାର ପ୍ରବାହ ପୂର୍ବ ତୁଳନାରେ ଯଥେଷ୍ଟ ଦ୍ରୁତ ହେବ। ଏହି ଚନ୍ଦ୍ରଗ୍ରହଣ ପରେ କୌଣସି ନୂତନ ବ୍ୟବସାୟ ଆରମ୍ଭ କରିବା ଦ୍ୱାରା ଯଥେଷ୍ଟ ଲାଭ ମିଳିବ। ଆପଣ କିଛି ଇନଭେଷ୍ଟମେଣ୍ଟ କଲେ ମଧ୍ୟ ଲାଭ ପାଇବେ। ମୋଟାମୋଟି ଭାବରେ ଏହି ଚନ୍ଦ୍ରଗ୍ରହଣ ପରବର୍ତ୍ତୀ ସମୟ ସିଂହ ରାଶି ପାଇଁ ଅତ୍ୟନ୍ତ ଶୁଭ ଏବଂ ଲାଭଦାୟକ ସିଦ୍ଧ ହେବ। ତ ଏବେ ଆସନ୍ତୁ ଜାଣିବା ପରବର୍ତ୍ତୀ ଭାଗ୍ୟଶାଳୀ ରାଶି ବିଷୟରେ। ପରବର୍ତ୍ତୀ ଭାଗ୍ୟଶାଳୀ ରାଶିଟି ହେଉଛି ମିଥୁନ ରାଶି। ଯଦି ଆପଣ ବହୁତ ଦିନ ଧରି ଅସୁସ୍ଥ ଅଛନ୍ତି, ତେବେ ଏହି ଚନ୍ଦ୍ରଗ୍ରହଣ ପରେ ଆପଣଙ୍କ ରୋଗରୁ ମୁକ୍ତି ମିଳିବ। ଭଗବାନ ମହାଦେବଙ୍କ କୃପାରୁ ଆପଣଙ୍କର ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ଭାବରେ ପୁନଃସ୍ଥାପିତ ହେବ ଏବଂ ଆପଣ ସମସ୍ତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତ ହେବେ। ମିଥୁନ ରାଶିର ବ୍ୟକ୍ତିବିଶେଷମାନେ ବହୁଦିନ ଧରି ଦୁର୍ଭାଗ୍ୟରେ ପୀଡ଼ିତ ଅଛନ୍ତି। ଏବେ ସେହି ଦୁର୍ଭାଗ୍ୟ ଅଦୃଶ୍ୟ ହୋଇଯିବ ଏବଂ ଆପଣଙ୍କର ଭାଗ୍ୟ ନୂତନ ଉଚ୍ଚତାକୁ ଉଠିବ। ଭଗବାନ ଶିବ ଏବଂ ଚନ୍ଦ୍ରଦେବଙ୍କର ଆଶୀର୍ବାଦ ଦ୍ୱାରା ଏହି ଗ୍ରହଣ ପରେ ଆପଣଙ୍କ କୁଣ୍ଡଳୀର ସମସ୍ତ କଷ୍ଟ ଦୂର ହୋଇଯିବ, ଯାହା ମହାନ ସଫଳତା ଏବଂ ଲାଭର ସମୟ ଆଣିବ। ଏବେ ଆସନ୍ତୁ ଜାଣିବା ପରବର୍ତ୍ତୀ ଭାଗ୍ୟଶାଳୀ ରାଶି ବିଷୟରେ। ତ ପରବର୍ତ୍ତୀ ରାଶିଟି ହେଉଛି ଧନୁ ରାଶି। ଏହି ଚନ୍ଦ୍ରଗ୍ରହଣ ପରେ ଆପଣଙ୍କ ପାଇଁ ବିଦେଶ ଯାତ୍ରାର ପରିସ୍ଥିତି ଅନୁକୂଳ ହେଉଛି। ଆପଣ ରାଜନୈତିକ ଲାଭ ପାଇବେ। ଯଦି ଆପଣ ରାଜନୈତିକ କ୍ଷେତ୍ରରେ କୌଣସି କାମ ଆରମ୍ଭ କରନ୍ତି, ତେବେ ସଫଳତା ସୁନିଶ୍ଚିତ। ଆପଣଙ୍କ ପାଇଁ ସମ୍ପତ୍ତି ଏବଂ ଯାନବାହନ କ୍ରୟ କରିବାର ସୁଯୋଗ ମଧ୍ୟ ସୃଷ୍ଟି ହେଉଛି। ଯେଉଁ ଧନୁ ରାଶିର ବ୍ୟକ୍ତିବିଶେଷମାନେ ବଜାରରେ ଲାଭ ନ ଦେଖି ନିବେଶ କରୁଛନ୍ତି, ସେମାନେ ପାଇବେ ଯେ ସେମାନଙ୍କର ନିବେଶ ଏବେ ଯଥେଷ୍ଟ ଲାଭ ପ୍ରଦାନ କରୁଛି। ବଜାରରେ ଫସି ରହିଥିବା ଯେକୌଣସି ଟଙ୍କା ମଧ୍ୟ ଫେରି ପାଇବେ। ବନ୍ଧୁମାନେ, ଏହା ଏକ ଆଂଶିକ ଚନ୍ଦ୍ରଗ୍ରହଣ ହେବ। ଯଦିଓ ଏହା ଭାରତରେ ଦୃଶ୍ୟମାନ ହେବ ନାହିଁ, ଏହା ବିଶ୍ୱର ଅନେକ ସ୍ଥାନରେ ଦୃଶ୍ୟମାନ ହେବ। ଏହି ଗ୍ରହଣ ମୁଖ୍ୟତଃ ଉତ୍ତର ଏବଂ ମଧ୍ୟ ଆମେରିକା, ୟୁରୋପ, ଆଫ୍ରିକା ଏବଂ ପଶ୍ଚିମ ଏସିଆର କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ଦୃଶ୍ୟମାନ ହେବ। ଯେହେତୁ ଏହି ଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ, ତେଣୁ ମାନକ ଧାର୍ମିକ ବିଶ୍ୱାସ ଅନୁସାରେ ସୂତକ ସମୟ ସହ ଜଡ଼ିତ ରୀତିଗତ ଅଶୁଦ୍ଧତା ପାଳନର ସମୟ ଏଠାରେ ପ୍ରଯୁଜ୍ୟ ନୁହେଁ ବୋଲି ବିବେଚନା କରାଯାଏ। ବନ୍ଧୁମାନେ, ଯଦି ଆପଣ ଏହି ଚନ୍ଦ୍ରଗ୍ରହଣ ଦିନ ଭଗବାନ ଭୋଳା ଶଙ୍କରଙ୍କର କୃପା ଏବଂ ଆଶୀର୍ବାଦ ପାଇବାକୁ ଚାହାନ୍ତି, ତ ଏହି ପୂର୍ଣ୍ଣିମାର ପୂର୍ଣ୍ଣ ଲାଭ ପାଇବାକୁ ଚାହାନ୍ତି, ତେବେ କେବଳ ଭଗବାନ ଭୋଳାନାଥଙ୍କ ମନ୍ଦିରକୁ ଯାଆନ୍ତୁ ଏବଂ ଶିବଲିଙ୍ଗ ଉପରେ ଗଙ୍ଗା ଜଳ ଅର୍ପଣ କରନ୍ତୁ। ଏହା କରିବା ଦ୍ୱାରା ବର୍ଷ ସାରା ଆପଣଙ୍କ ଠାରୁ ସମସ୍ୟା ଦୂରରେ ରହିବ ଏବଂ ଆପଣଙ୍କର ଭାଗ୍ୟ ଏବଂ ନବଗ୍ରହ ଆପଣଙ୍କ ପକ୍ଷରେ ରହିବେ। ଭଗବାନ ଶିବଙ୍କର କୃପା ବର୍ଷ ସାରା ଆପଣଙ୍କ ଉପରେ ରହିବ।